ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି। ବର୍ତ୍ତମାନ ସମୟରେ ସୁନା ମୂଲ୍ୟ ହ୍ରାସ ପାଉଛି ବା କମୁଛି। ତ ଯେତେବେଳେ ସୁନା ମୂଲ୍ୟ କମୁଛି ସେଇ ସମୟରେ ଆପଣଙ୍କର ବ୍ୟବସାୟ ଅଧିକ ଚାଲୁଛି କି? हाँ एबे तो जय जगन्नाथ मु श्रेया ज्वेलर्स ରୁ କହୁଥିଲି ଆଜ୍ଞା ରବିଟକି ସ୍କୋୟାର। ଆଜ୍ଞା ତ ଏବେ ଯେହେତु ରେଟ୍ଟା ଡାଉନ୍ ହେଇଛି ବହୁତ ଅଳ୍ପ ସମୟ ଭିତରେ ଆଜ୍ଞା କଷ୍ଟମର ସେମିତି ବି ଆପଣ ଯେମିତି ଧନତେରସର କିଣିଥିଲେ ସେମିତି ଧୀରେ ଧୀରେ କଷ୍ଟମର ଆସନ୍ତି। ଆଉ ଆଜ୍ଞା କିଛି ଲୋକ ବି ମନ ଦୁଃଖ କରୁଛନ୍ତି ଯେ ନାଇଁ ଆମେ ଧନତେରସରେ ଅଧିକାରେ କିଣିଲୁ ଏବେ ପୁଣି କିଣୁଛୁ କମରେ। ସେଇ ଆଚ୍ଛା ଜିନିଷଟା ମୁଁ ଆପଣ ମାଧ୍ୟମରେ କହିବାକୁ ଚାହୁଁଛି ଏଇଟା ସର୍ଟ ପିରିୟଡ଼ ପାଇଁ ହେଇଛି ଆଜ୍ଞା। ଏ ଆପଣ ଇନଭେଷ୍ଟ କରୁଛନ୍ତି ଆପଣ ଜିନିଷଟାକୁ ହୋଲ୍ଡ କରିବେ, ଆପଣ ଟ୍ରେଡିଂ କରୁନାହାନ୍ତି, ଜମା ଚିନ୍ତିତ ହେବେନି ଆପଣ ଆରାମସେ କିଣନ୍ତୁ। ଏଇ ରେଟ୍ ରହିବନି, ଆଗକୁ ଆହୁରି ବଢ଼ିବ। ଆଚ୍ଛା ଯେତେବେଳେ କି ଯୋଉମାନେ ଏଇ ସମୟରେ ସୁନାରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏଇଟା ଆମେ କହିପାରିବା କି ଏକ ସଠିକ୍ ସମୟ ବୋଲି? ଦେଖନ୍ତୁ ଇନଭେଷ୍ଟ କରିବାର ସମୟ ସବୁବେଳେ ଗୋଲ୍ଡରେ ସଠିକ୍ ସମୟ ଆସେ, କାହିଁକି ନା ଆପଣ ଯେବେ ବି ଇନଭେଷ୍ଟ କରିବେ ଯେଉଁ ଲୋକ ଇନଭେଷ୍ଟ କରନ୍ତି ସେଇ ଆଜ୍ଞା ଦିନଟା ତାଙ୍କୁ ବହୁତ ମଙ୍ଗା ଲାଗେ, ମାନେ ଯେମିତି ଅଧିକା ଲାଗେ ଯେ ନା ଆମେ ଅଧିକାରେ କିଣିଦେଲୁ ବୋଲିକି। କିନ୍ତୁ ଆଜ୍ଞା ବହୁତ ଫ୍ୟୁଚରରେ ଆପଣ ସେଇଟା ବେନିଫିଟ୍ ମିଳେ, ସେତେବେଳେ ଭାବନ୍ତି ଯେ ନାଇଁ ଆକ୍ଚୁଆଲି ଆମେ କିଣି ଦେଇଥିଲୁ ଭଲ ହେଇଥିଲା। କାହିଁକିନା ଆଜ୍ଞା ଲାଭଟା ସବୁବେଳେ ଗୋଲ୍ଡରେ ଦେଇଥାଏ। ଆପଣ ଇନଭେଷ୍ଟ କରନ୍ତୁ, ସେତେବେଳେ ଆପଣ ବେନିଫିଟ୍ 100% ମିଳିବ। ଆଜ୍ଞା ଯେତେବେଳେ ପ୍ରତ୍ୟେକ ଦିନ କିଛି ନା କିଛି ଏଇ ମୂଲ୍ୟରେ ପରିବର୍ତ୍ତନ ଘଟୁଛି, ତେବେ ଆଜି ଯଦି ଆମେ କହିବା ଆଜି ସୁନା ମୂଲ୍ୟ କେତେ କ'ଣ ଆଜି କହିବେ? 91622 କ୍ୟାରେଟ୍ HID ରେଟ୍ ଅଛି ଆପଣ ଆଜ୍ଞା 1,15,000। ଆଜ୍ଞା 1,15,000 ରେଟ୍ ଅଛି, କାଲି 1,15,600 ଥିଲା, ଆଜି 600 ଟଙ୍କା ପୁଣି କମିଛି। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଆଲୋଚନା ପାଇଁ।